গোবিন্দ বিছেদে বরজনারি পুর বহইবারি ফিটিলা কবরি তুটিলার সুখিলা রঙ্গিমা জবাধর অঙ্গুলাল পাণ্ডুর দিশে মগণ্ডস্থল অঙ্গু বহে ঝাল কাহাবদনু ন স্ফুরইবাণী কাহার ন চল ইপাদ পাণি কাহার হিয়াহু এ দম দম কাহানা সারুণ বহে পবন কে ভূমিরে গড়ে কেহু বেনি বাহু হৃদরে কোড়ে কে ভূমিরে গড়ে কে রে মা রই পথর কেহু বলে সখী মলিয়ে থর কে বলে কাহিঁকি পরাণ ଅଛି দারুণ কাপাঞ্জি পোছি মুহই নাশ মুহে বলে চাল গো খাইবা বিষ মুহই নাশ কান্দুଛନ୍ତି রাধা কান্দুଛନ୍ତି ললিতা কান্দুଛନ୍ତି বিଶାଖା ଚିତ୍ରା ଇନ୍ଦୁରେଖା ଶହ ଶହ ଗୋପାଙ୍ଗନା ମାନେ ଗୋପର ହୃଦୟ ବରଜ ନନ୍ଦନ ନନ୍ଦନନ୍ଦନ 3 ଦିନ କଣ୍ଟ ଦେଇ ଚାଲିଗଲେ ସେ ଖଣ୍ଟ ଗୋପପୁରରୁ ମଥୁରାପୁରୀକୁ ଫେରିଲେ ନାହିଁ ଆଜି ପର୍ଯ୍ୟନ୍ତ। ତାଙ୍କ ବିରହରେ ଗୋପାଙ୍ଗନା ମାନଙ୍କର ହୃଦୟ ଦଗ୍ଧୀଭୂତ ହେଉଛି। ସମସ୍ତେ ଆମେ କହିଥିଲେ ଯେ ସେମାନେ ଗୋଟିଏ ପତ୍ରଟିଏ ଲେଖିବା ପାଇଁକା ସ୍ଥିର କଲେ। ସମସ୍ତଙ୍କର ସମ୍ମତି କ୍ରମେ ସମ୍ବୋଧନ ହେଲା ଗୋପୀନାଥ। ଲେଖିଲେ ପତ୍ରଟିଏ କାଳୀ କାମୁକ କାର୍ମୁକଂ ଜନକ ଯା ଲାଭେ ଭବାନ ଭଗ୍ନବାନ ଯଜ୍ଞେ କଂସଧନୁ ବଭଞ୍ଜ ଭବିତା ପୌରାଙ୍ଗନା ବଲ୍ଲଭ ଅସ୍ମାକಂ ধনু ভগ্নেপি শক্তি নতে রাধায়া ইতি মুগ্ধ বাক্যে হসিতম পদ্মাপতি পাতুব 3 ধাড়ির চিঠি। হে নন্দনন্দନ ତୁମେ ପୂର୍ବଜନ୍ମରେ ରାମ ଅବତାର ଗ୍ରହଣ କରିଥିଲ। କ'ଣ କରିଥିଲ ସେ ଅବତାରରେ? କାଳୀ କାମୁକ କାର୍ମୁକଂ ଜନକ ଯା କାଳୀ ଦୁର୍ଗାଙ୍କର କାମୁକ ଶିବ ତାଙ୍କର କାମୁକ ହେଲା ଶିବ ବା ପତି ହେଲା ଶିବ। କାଳୀ କାମୁକ କାର୍ମୁକ ଶିବଙ୍କର ଧନୁ ଭଗ୍ନ କରି ସୀତାଙ୍କୁ ବିବାହ କରିଥିଲ।
ଯଜ୍ଞେ କଂସଧନୁ ଯଜ୍ଞ କରିଥିଲା ଗୋଟିଏ କଂସ। କରିଛି ସାୟକ ପୂଜା କଂସ ବୀରମଣି, ଆସିଛନ୍ତି ଅନେକ ଦେଶରୁ ନୃପମ। ସେଥିରେ ଲୌହଧନୁଟିଏ ରଖିଥିଲା। ସେ ଲୌହଧନୁଟାକୁ ଅଳ୍ପ ଦିନ ତଳେ ଭାଙ୍ଗି ମଥୁରାର ନାଗରୀମାନଙ୍କୁ କେତେ ଆନନ୍ଦ ପ୍ରଦାନ କଲ। ଆମମାନଙ୍କର ହୃଦୟର ବ୍ୟଥା କ'ଣ ଆପଣଙ୍କୁ ଜଣାପଡ଼ୁନି? ଛାର କନ୍ଦର୍ପ ଫୁଲ ଧନୁଟିଏ ଧରିକି ଆମକୁ ଦଗ୍ଧୀଭୂତ କରୁଛି। ହେ ଶ୍ୟାମ ସୁନ୍ଦର କେବେ ଆସିବ, କେବେ ଫେରିବ? ହୃଦୟରେ ଏଇଭଳିଆ ଭାବନା। କିଏ ମୁଣ୍ଡରେ କର ମାରୁଛି, ପଥର ମାରୁଛି, କିଏ କହୁଛି ଚାଲ ବିଷ ଖାଇଯିବା, କିଏ କହୁଛି ଯମୁନାର ଗଣ୍ଡରେ ପ୍ରାଣ ଦେଇଦେବା, ଯମୁନା ଗଣ୍ଡରେ ଜଳ ଝାସିକିରି ଆମେ ପ୍ରାଣ ଦେଇଦେବା। ଏଇଭଳିଆ ଭାବନାରେ ଚାଲିଛି। ରାଧାରାଣୀଙ୍କର ହୃଦୟ ଦଗ୍ଧୀଭୂତ ହେଉଛି। କେତେବେଳେ ଚେତନା ରହୁଛି, କେତେବେଳେ ଚେତନା ଫେରି ଆସୁଛି। ଯେତେବେଳେ ଚେତନା ଫେରି ଆସିଲେ କହିଲେ ସଖିଲୋ, ମୁଁ ଆଉ ବେଶୀ ଦିନ ବଞ୍ଚିବିନି। ମୁଁ ଯଦି ମରିଯାଏ ତଥାପି ମୁଁ କୃଷ୍ଣକୁ ଭୁଲି ପାରିବିନି। ଲଳିତା କହିଲେ ସଖୀ ତୁ କାହିଁ ଭୁଲି ଯାଉନୁ ଲୋ, ତାକୁ ତା ରୂପ ଭୁଲି ଯା। ସିଏ କୃଷ୍ଣ ତ ଗଲାଣି, ସିଏ କ'ଣ ଫେରିବ? କେବେ ହେଲେ ନୀଳ ଚାଲିଯାଏ, ସେତେବେଳେ ହେଉଛି କ'ଣ ସିଏ ଆଉ କେବେ ହେଲେ କାଉର ନୀଳକୁ ଫେରେ? ତେଣୁ ସିଏ ଆଉ ଫେରିବନି। ତୁ ଭୁଲି ଯାଉନୁ। ନା ସଖିଲୋ କେମିତି ଭୁଲିବି, କେମିତି ଭୁଲିବି? ଭୁଲିବା ପାଇଁ ବହୁତ ଚେଷ୍ଟା କରୁଛି, କିନ୍ତୁ ସଖୀ ଶୁଣିବ। ଯେଣେ ଚାହିଁଲେ ତେଣେ ଦିଶେ, ଚକ୍ଷୁ ବୁଝିଲେ ହୃଦରେ ପ୍ରକାଶେ, ନିଦ୍ରା ହୋଇଲେ ସ୍ୱପନେ ଦିଶଇ, ଜାଗ୍ରତ ଥିଲେ ଜ୍ଞାନ ନଥାଇ। ଜାଗ୍ରତ ଥିଲେ ଜ୍ଞାନ, ଚକ୍ଷୁ ବୁଝିଲେ ହୃଦୟରେ ପ୍ରକାଶ ହେଉଛି। ଯେଣେ ଚାହିଁଲେ ତେଣେ ସେଇ ଦିଶେ, ଚକ୍ଷୁ ବୁଝିଲେ ହୃଦୟରେ ପ୍ରକାଶ। ତେଣୁ ତାକୁ କେମିତି ଭୁଲିବି? ନାଁଟା ନ ଧରିବା ପାଇଁ ଚେଷ୍ଟା କରୁଛି, କିନ୍ତୁ ଏ ତୁଣ୍ଡ କ'ଣ ମାନୁଛି? ତୁଣ୍ଡେ ତାଣ୍ଡବିନୀ ରତିଂ ବିତନୁତେ ତୁଣ୍ଡାବଳି ଲବ୍ଧ। ତୁଣ୍ଡ କହୁଛି ମୁଁ ଏଇ କୃଷ୍ଣ ନାମ ଜପ କରିବା ପାଇଁ ଏଇ ଗୋଟିଏ ତୁଣ୍ଡ ମୋର ସମର୍ଥ ନୁହେଁ। ମୋର ହେଲେ ତୁଣ୍ଡାବଳି ହଜାର ହଜାର ତୁଣ୍ଡ ହୋଇଯାଆନ୍ତା, ମୁଁ ଏଇ ତୁଣ୍ଡରେ ଶ୍ୟାମ ନାମ କୃଷ୍ଣ ନାମ ଜପ କରୁଥାନ୍ତି, ସେ ଆନନ୍ଦ ଲାଭ କରୁଥାନ୍ତି। ତୁଣ୍ଡାବଳି ଲବ୍ଧ ହେ କର୍ଣ୍ଣଂ କ୍ରୋଡ଼ କଡ଼ମ୍ବିନୀ ଘଟୟତେ କର୍ଣ୍ଣାର ବୁଧେ ବ୍ୟସୁଳା। କାନ କହୁଛି ମୁଁ ସେ କୃଷ୍ଣ ନାମ ଶୁଣିବି, ଶ୍ୟାମ ସୁନ୍ଦର ନାମ ଶୁଣିବି। ଏ ଦୁଇଟା କ'ଣ କାନ ପାଉନି? ମୋ ହଜାର ହଜାର କାନ ହେଇଯାଆନ୍ତା, ହେଲେ ମୁଁ ସେ କୃଷ୍ଣ କଥା ଶୁଣୁଥାନ୍ତି, ସେ ଶ୍ରୁତି ପଥରେ ସେ ଅମୃତମୟୀ କଥା ମୁଁ ପାନ କରୁଥାନ୍ତି। ସଖିଲୋ ମୁଁ ଆଉ ବେଶୀ ଦିନ ବଞ୍ଚିବିନି। ମୁଁ ମରିଗଲେ ତମକୁ ହାତ ଯୋଡ଼ି ମାଗୁଛି ସଖୀ ଗଣ, ଗୋଟିଏ କଥା କରିବ ମୋ ପାଇଁକା। ମୋର ଏତିକି ମିନତି ତୁମେ ରଖିବ। ଚାଲିଯିବି, କାମ କରିବ। ଜୀବନ ଗଲେ ଏତିକି କରିବ, ଶ୍ୟାମ ନାମ ମୋର ହୃଦେ ଲିହିବ। ଶ୍ୟାମ ରୂପ ମୂର୍ତ୍ତି ହୃଦେ ଲଦାଇ, ଶ୍ୟାମ ବସନ ଅଙ୍ଗରେ ଘୋଡ଼ାଇ। ହେ ଶ୍ୟାମର ଗତିର ପଥେ, ଶ୍ୟାମ ଗତି ପଥେ ମୋ ଶବ ପୋତିବା ଆପଣା ହସ୍ତେ। ଯେଉଁ ରାସ୍ତାରେ ମୋ ଶ୍ୟାମ ବନ୍ଧୁ ଯାଉଥିବେ, ସେଇ ରାସ୍ତାରେ ମୋର ଏଇ ଶରୀରଟିକୁ ଗୋଟେ କାମ କରିବ, ଗୋଟେ ଶ୍ୟାମ ନାମ ମୋ ହୃଦୟରେ ଲେଖିଦେବ। ଶ୍ୟାମ ଶ୍ୟାମ କୃଷ୍ଣ ରାଧାର ହୃଦୟ ତନ ମନ ଶରୀରରେ ସବୁବେଳେ ଶ୍ୟାମ ନାମ ସବୁଆଡ଼େ ଲେଖିଦେବ। ଆଉ କ'ଣ କରିବ? ଶ୍ୟାମର ଗୋଟେ ମୂର୍ତ୍ତିଟି ଆଣିବ, ସେ ଅଙ୍ଗରେ ମୋର ଘୋଡ଼ାଇ ଦେବ। ତାକୁ ନେଇକିରି ମୋ ଶବଟିକୁ ନେଇକିରି ସେଇ କୃଷ୍ଣ ଯେଉଁ ରାସ୍ତାରେ ଯାଉଥିବେ, ସେଇ ରାସ୍ତାରେ ମୋତେ ପୋତିଦେବ। ତାରି ସେଇ ରାସ୍ତାରେ ଯଦି କୃଷ୍ଣଙ୍କର ପାଦ ମୋର ଶରୀର ଟିକେ ବାଜିଯାଏ, ମୁଁ ତାହେଲେ ବୋଧେ ଧନ୍ୟ ହେଇଯିବି ଲୋ ସଖୀଗଣ। ଯଦି ଗୋଟେ କାମ କରିବ, ଏତିକି ଯଦି ନ କରିପାରିବ କ'ଣ କରିବ?
जेबे मन्त करि न पारिब तमाल कोळे कराई थोइब कृष्ण बंशी शुभु थिब जेणिकी कर्ण करि देई थिब तेणिकी गो सबु सजनीकी हाथ धरी मु मागुछि एतिकी गो सबु सजनीकी। ए कथा जेतेबेले कहिले कांदी पकेले ललिता सखिलो आम पूरा चिठीटी लिखिचे ये चिठीटी को पहुँचापी दियो काले श्याम बंधु तो दुख शुणिक दर्शन देवाई पलि आसबे तो पाइका आमे धन्य हो तोर पाइका जदि से फेरती आमे माने कौन तांको दर्शन करूनु निश्चित तू गोटे काम करे लिखुचे पूरा चिठीटी भल भाव लेखे चिठीटा लिखापी आज्ञा गोटे कागज दरकार गोटे कलम दरकार तापाइका लफाफाटे दरकार डाक टिकट टे दरकार तापर जड़े संवाद प्रेरक दरकार एतक हेले तो चिठीटे लिखा हे ताले कौन कले सखी मैंने गोटे तालपत्र खेदाटे नहीं आसिले तालपत्र खेदाटे को धरी लेखि जानी श्रीराधा तेणु तांको देले श्रीराधा लेखुचंती कहले शुणी चंद्राननी धइले लेखनी शुणी चंद्राननी धइले लेखनी बाम करे पत्र सोहई बाम करे पत्र सोहई प्रथमे गोपीना शरण प्रथमे गोपीना थपदे शरण बोली खंजनाखी लिहई गोकुल सुंदर बरज नंदन नवजलधर बरन यशोदा नवजलधर बरन यशोदा नंदन जगत बंदन गोकुल सुंदर बरज नंदन। हे प्रभु हे सुंदर गोकुल नंदन बरज नंदन नवजलधर बरन यशोदा नंदन जगत बंदन हे गोपीनाथ तुम्हें कौन सतरे फेर आम अनाथ को तुम अनाथर नाथ तुम अनाथर नाथ करके आम मानक ये अनाथ कर चलीगले केपरी अनाथर नाथ होइण नाथ करिगल हट नागर सारस नयन मुरलीदन सारस नयन मुरली बदन दुख हर कृपा सागर आदुरित दहन मदन मोहन पूतना संधास कटा तृणा बका पूतना संधास कटा तृणा बका जामला अर्जुन भंजन आदुरित दहन मदन मोहन। आज्ञा गोपी मान भाव किए कह
ଲେଖା ପରେ ଲେଖା ଲେଖା ପରେ ଲେଖା ପଂକ୍ତି ପରେ ପଂକ୍ତି ମନେ ପଡ଼ିଯାଉଛି, କିନ୍ତୁ ମାତ୍ର ତିନି ଧାଡ଼ିରେ ତାଳପତ୍ର ଖେଦାଟି ଲେଖା ସରିଲା। ତାଳପତ୍ରଟି ହେଲା କାଗଜ, ଲେଖା ସରିଲା। କେଉଁଥିରେ ଲେଖିଲେ ନା ନିଜର ଚକ୍ଷୁର କଜଳ ଏବଂ ହୃଦୟରେ ଲେପନ ହୋଇଥିବା କୁଙ୍କୁମରେ ଲେଖା ହେଲା। ସାହି ହେଇକରି କୁଙ୍କୁମ କଜଳରେ ଲେଖା ହେଲା। ଚିଠିଟି ଲେଖା ସରିଲା। ବର୍ତ୍ତମାନ ଲଫାଫା କେଉଁଠୁ ଆସିବ? କ'ଣ କଲେ? କୁସୁମର ବିଭିନ୍ନ କୁସୁମ ଫୁଲ ତୋଡ଼ା ଯେଉଁ ଦୋକାନ ମାନଙ୍କରେ ଦେଖିଥିବେ, ଯଦି ଫୁଲ ତୋଡ଼ା ଟିକେ ନାକୁ କଠିନ ତାଳପତ୍ରଟେ ଦିଆଯାଏ, ତା ଚାରିପଟେ ବିଭିନ୍ନ ପ୍ରକାର ଫୁଲକୁ କୁସୁମକୁ ଗୁନ୍ଥି ଦିଆଯାଏ ଏବଂ ତୋଡ଼ାଟି ତିଆରି କରାଯାଏ। ଏଠି କ'ଣ କଲେ? ତୋଡ଼ାଟି କେମିତି କରୁଛନ୍ତି? ବିଭିନ୍ନ ପ୍ରକାର କୁସୁମ ଆଣିକି ତା ମଝିରେ ରଖିଲେ। ଗୁପ୍ତ ଚିଠି ନା ପ୍ରେମପତ୍ର। ସହଜରେ କ'ଣ ହେଉଛି? ପ୍ରେମପତ୍ରଟା ଗୋପନୀୟ ଜିନିଷ ଆଜ୍ଞା। 9ଟା ଜିନିଷ ଗୋପନ। କେଉଁ 9ଟା ଜିନିଷ ଗୋପନ? ସେ କଥା କେତେବେଳେ କହିବା। କଥା ଆମର ରସମୟ କଥା ଚାଲିଛି, ଜ୍ଞାନଗର୍ଭକ କଥା ନୁହେଁ। ତେଣୁକରି ଆମେ ବର୍ତ୍ତମାନ ରସମୟ କଥାରେ ଶୁଣିବା। କେମିତି ଲେଖିଲେ, କ'ଣ ଲେଖିଲେ, ଲେଖି ସାରିକିରି କେମିତି ମଣ୍ଡିଲେ, ଡାକ ଟିକଟ କ'ଣ ହେଲା, ପଦଟିଏ କହୁଛି, ଏଇ ପଦଟି କରିକି ପୁଣି ଆରଥର ରଖିବା। ଆପଣମାନଙ୍କୁ ଅନୁରୋଧ, ଆପଣ ହରିକଥା ଗୁଡ଼ିକୁ ହରିକଥା 1, ହରିକଥା 2, ହରିକଥା 3 ଏଇ କ୍ରମରେ ଯଦି ଦେଖିବେ, ଆପଣଙ୍କ ହୃଦୟ ବିଗଳିତ ନିଶ୍ଚିନ୍ତ ହେବ ଏବଂ ଆପଣମାନେ ଟିକେ ନାକୁ ନିରୋଳାରେ ଏ କଥାଟାକୁ ଟିକେ ରୂପ ଧ୍ୟାନ ପୂର୍ବକ ଯଦି ଏଇ କଥା ଗୁଡ଼ିକ ଚିନ୍ତା କରନ୍ତି, ତାହେଲେ ନିଶ୍ଚିନ୍ତ ଆପଣଙ୍କୁ କୃଷ୍ଣ ପ୍ରାପ୍ତି ହେବ। ଏଇ ଜନ୍ମରେ ଅଳ୍ପ ସମୟରେ ଲୀଳା କଥା ଶ୍ରବଣ କରି ଏ କଥା କାହାକୁ ମିଠା ନ ଲାଗେ? କ'ଣ ଲେଖିଲେ? ଏତକ ଲେଖିନ ବିନା ନିରଜାଖି, କୌତୁକ କରି ମଣ୍ଡିଲେ। କୁସୁମ ମଣ୍ଡା ଭିତରେ ଥୋଇବାଳି, କୁସୁମ ମଣ୍ଡା ଭିତରେ ଥୋଇବାଳି, କି ମନରେ ବିଚାରିଲେ। ଆଉ ସେ ତାପରେ ଉରଗ ଗୋଟିଏ ଲିହିଲେ। ଅଞ୍ଜନାନନ୍ଦନ ଚନ୍ଦ୍ରଚୂଡ଼ ଚିହ୍ନ, ଅଞ୍ଜନାନନ୍ଦନ ଚନ୍ଦ୍ରଚୂଡ଼ ଚିହ୍ନ, ତଥି ପାରୁ ସେବ ସାଇଲେ। ଆଉ ସେ ତାପରେ ଉରଗ ଗୋଟିଏ ଲିହିଲେ। କି ରସମୟ କଥା ଦେଖନ୍ତୁ। ତାଳପତ୍ରଟି ହେଲା କାଗଜ, ସ୍ୟାହି ହେଲା କୁଙ୍କୁମ, ଅଶ୍ରୁର ଆଖିର ଅଶ୍ରୁ ଧାରରେ ଯେଉଁ କୁଙ୍କୁମ ଯେଉଁ କଜଳ ବୋହି ଆସୁଛି, ସେଥି ହେଲା ସ୍ୟାହି। ରସମୟ କଥା ଲେଖା ହେଲା 3 ଧାଡ଼ି। କୁଶରେ ଥୋଇବାଳି, କୁସୁମ ମଣ୍ଡା ଗୁଡ଼ିକ ହେଲା ଲଫାଫା, ତା ମଝିରେ ତାଳପତ୍ର ଖେଦାଟି ଲୁଚିକି ରହିଲା। ଥୋଇବାଳି, କି ମନରେ ବିଚାରିଲେ। ଚିନ୍ତା କଲେ କ'ଣ କିଛି ସମୟ? ଏଇଟା କ'ଣ ସାଙ୍ଗେ ସାଙ୍ଗେ ଯାଇପାରିବ କି? ଇଏ ତ ଇଣ୍ଟରନେଟ୍ ଯୁଗ ନୁହଁ। ଇଏ ହେଉଛି ପ୍ରାଚୀନ ପ୍ରେମ କଥା। ପ୍ରେମ ସବୁବେଳେ ଅପେକ୍ଷା କରିବାକୁ ଭଲ। ପ୍ରେମ ତ୍ୟାଗରେ ଥାଏ, ଭୋଗରେ ନଥାଏ। ଏପରି ଚିନ୍ତା କରୁଛନ୍ତି। ଧୀରେ ଧୀରେ ଆମେ ଗଭୀର ଭିତରକୁ ଯିବା। ଅଳ୍ପ ଅଳ୍ପ ରସ କଥା ଚାଲିଛି, ତତ୍ତ୍ୱ କଥା ଆସିବ ଆଗକୁ। ବହୁତ ସୁନ୍ଦର ସୁନ୍ଦର କଥା ଆସିବ। ଆପଣମାନଙ୍କୁ ଅନୁରୋଧ, ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଯଦି ଭଲ ଲାଗୁଛି ଆପଣମାନେ ସାଙ୍ଗମାନଙ୍କ ପାଖକୁ ଛାଡ଼ି ପାରନ୍ତି। ଯେଉଁମାନେ ରସମୟ କଥା, ରସିକ ଭାବୁକ ଲୋକମାନଙ୍କ ପାଇଁକା ଏ କଥା, ଏ କଥା ନିରସିକ ଲୋକମାନଙ୍କ ପାଇଁ ଭଲ ଲାଗିବନି। ତେଣୁ ନିରସିକ ପାଖ ନୁହେଁ, ରସିକ ଯେଉଁମାନେ ସେମାନେ ହିଁ ଏଇ ରସକୁ ଉପଭୋଗ କରିବେ। କ'ଣ ଲେଖିଲେ? ଉରଗ ଗୋଟିଏ ଲିହିଲେ। ଡାକ ଟିକଟ ବସିଲା ଆଜ୍ଞା 3ଟା। କ'ଣ କ'ଣ ଟିକଟ ବସିଲେ? ଗୋଟେ ହେଲା ଉରଗ, ଗୋଟେ ସାପ ଚିହ୍ନ, ଗୋଟେ ସାପ ଚିହ୍ନଟିଏ କଲେ। ଉରଗ ଗୋଟିଏ ଲିହିଲେ। ଅଞ୍ଜନାନନ୍ଦନ ଚନ୍ଦ୍ରଚୂଡ଼ ଚିହ୍ନ। ଅଞ୍ଜନାନନ୍ଦନ କହିଲେ ହନୁମାନଙ୍କର ଗୋଟେ ଚିତ୍ର କରାଗଲା। ଆଉ ଚନ୍ଦ୍ରଚୂଡ଼ ଚିହ୍ନ କହିଲେ ଶିବ ଶଙ୍କରଙ୍କର ଗୋଟେ ଚିତ୍ର କରାଗଲା। 3ଟା ଡାକ ଟିକଟ ଲାଗିଲା। କ'ଣ କ'ଣ? ନା ଗୋଟେ ସାପ, ଗୋଟେ ଅଞ୍ଜନାନନ୍ଦନ ହନୁମାନଙ୍କର ଚିହ୍ନ, ଆଉ ଗୋଟେ ଚିତ୍ର ହେଲା କିଏ ସେ ନା ଆମର ଚନ୍ଦ୍ରଚୂଡ଼ ଭଗବାନ ଶଙ୍କରଙ୍କର ଚିହ୍ନ। ଏ ଚିହ୍ନ କାହିଁକି ରହିଲା? ଲଫାଫାରେ ଏଇ 3ଟା ଚିହ୍ନ ରହିବାର କାରଣ କ'ଣ?
लफाफाटा तो होगला चिठी लिखा होगला लफाफा प्रस्तुत होगा पैकेट होगला गोपनीय कथा रहा भितर नब किए से कांदुंट गोपांगना माने कांद सरीनी चिंता करुँच राधा कथा ललिता कथा विशाखा कथा अपूर्व कथा तेना आम आर थर को कहवा ये मुझे कथा को विश्राम दूची से हरि कथा आपण मैंने क्रम अनुसार शुणु जदि गोटे भी एपिसोड मिस करेंगे ताकू जदि क्रमबद्ध न हो ताल आपण कथाटीर गुरुत्व धरी पारे हुए तो तेणु आपण मैंने समस्त अनुरोध आपण मैंने हरि बोल हरे कृष्ण हरे राम निताई गो राधे श्याम एतिकी प्रार्थना भगवान का नाम 2-3 मिनट करी निश्चिंत भाव में आप शोवा समय विश्राम ने भजनिताई गौर राधे श्याम भजनिताई गौर राधे श्याम जप हरे कृष्ण हरे राम जप हरे कृष्ण हरे राम जप हरे कृष्ण